କୃଷକଙ୍କ ମୁହଁରେ ହସ ଫୁଟାଇଲେ ମୋଦି ସରକାର। 7 ବଡ଼ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ କୃଷକଙ୍କ ସହ ଜଡ଼ିତ 7ଟି ଯୋଜନାକୁ ଅନୁମୋଦନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କ୍ୟାବିନେଟ୍ ସୋମବାର 7ଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଥମ ହେଉଛି ଡିଜିଟାଲ କୃଷି ମିଶନ। ଏହା ହେଉଛି କୃଷି ପାଇଁ ଡିଜିଟାଲ ଜନସାଧାରଣ ଭିତ୍ତିଭୂମି ପ୍ରସ୍ତୁତ କରିବା। 2817 କୋଟି ଟଙ୍କା ବିନିଯୋଗ ସହିତ ଡିଜିଟାଲ କୃଷି ମିଶନ ପ୍ରସ୍ତୁତ ହେବ। ଖାଦ୍ୟ ଏବଂ ପୁଷ୍ଟିକର ଫସଲ ବିଜ୍ଞାନ ପାଇଁ ସ୍ୱୀକୃତ 3979 କୋଟି ଟଙ୍କା ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। 2817 କୋଟି ଟଙ୍କା ମୂଲ୍ୟର ଡିଜିଟାଲ କୃଷି ମିଶନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ସେ କହିଛନ୍ତି, କୃଷି ଶିକ୍ଷା ଏବଂ ପରିଚାଳନାକୁ ମର୍ଯ୍ୟାଦଭୁକ୍ତ କରିବା ପାଇଁ କ୍ୟାବିନେଟ୍ 2292 କୋଟି ଟଙ୍କା ଯୋଗାଇ ଏକ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛି। ପଶୁ ସ୍ୱାସ୍ଥ୍ୟ ପାଇଁ ସରକାର 1702 କୋଟି ଟଙ୍କା ଯୋଜନା ଅନୁମୋଦନ କରିଛି। ଉଦ୍ୟାନ କୃଷିର ବିକାଶ ପାଇଁ 860 କୋଟି ଟଙ୍କା ଏବଂ କୃଷି ବିଜ୍ଞାନ କେନ୍ଦ୍ର ପାଇଁ 1202 କୋଟି ଟଙ୍କା ଆବଣ୍ଟନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଗୁଜରାଟରେ ଦୈନିକ 63 ନିୟୁତ ଚିପ୍ସ ତିଆରି ପାଇଁ କାରଖାନା ସ୍ଥାପନ ପାଇଁ କେଜେକ୍ସ 3307 କୋଟି ଟଙ୍କା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛି। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍। ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା 6ଟି ଗେଟ୍କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର 622.48 ଫୁଟ ରହିଛି। ସୂଚନାଯୋଗ୍ୟ, ବଙ୍ଗୋପସାଗର ଆଉ ଏକ ଲଘୁଚାପ ଦାନା ବାନ୍ଧିଛି। ଆସନ୍ତା 4 ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ଅବପାତଟି ଛତିଶଗଡ଼ ମୁହାଁ ହେବା ନେଇ ମଧ୍ୟ ଆକଳନ କରାଯାଇଛି। ଏହା ପ୍ରଭାବରେ 4 ତାରିଖରୁ ପୁଣି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚାଲନ୍ତୁ ଦର୍ଶକ ବନ୍ଧୁମାନେ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ବିଧାନସଭାରେ ସୁଭଦ୍ରା ତାତି, ବିରୋଧୀଙ୍କ ହଟ୍ଟଗୋଲ। ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ। ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା। ସୁଭଦ୍ରା ଯୋଜନାକୁ ନେଇ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ। ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ଓଡ଼ିଶାର ମହିଳାଙ୍କ ସହ ପ୍ରତାରଣା କରୁଥିବା ଅଭିଯୋଗ କରି ବିଧାନସଭା ପ୍ରଶ୍ନକାଳରେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ ବିରୋଧୀ ଦଳ। ଏହା ସହ ସୁଭଦ୍ରା ଯୋଜନାରେ ରାଜ୍ୟରେ ସମସ୍ତ ମହିଳାଙ୍କୁ ସାମିଲ କରିବା ସହ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ମହିଳାଙ୍କୁ ବାର୍ଷିକ 50,000 ଟଙ୍କା ଦେବାକୁ ଦାବି କରିଥିଲେ। ଉଭୟ ବିରୋଧୀଙ୍କ ଏହି ହଟ୍ଟଗୋଳ ଯୋଗୁଁ ଆଜି ସକାଳେ ଗୃହକୁ ପ୍ରଥମେ 11:30 ଓ ପରେ ଘଣ୍ଟା 5 ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଆଜି ବିଧାନସଭାର ସୁଭଦ୍ରା ତାତିକୁ ନେଇ ବିରୋଧୀଙ୍କ ମଧ୍ୟରେ ହୋହଲ୍ଲା ଓ ନାରାବାଜି ଦେଖାଦେଇଥିଲା। ଫଳରେ ଚାଲିପାରୁନଥିଲା ପ୍ରଶ୍ନକାଳ। ବର୍ତ୍ତମାନ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ରହିବା ନେଇ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସ୍ପିଡ୍ ପାଇଁ ଫସିଗଲେ ମନ୍ତ୍ରୀ, କଟିଲା ଚାଲାଣ। ଜାଣନ୍ତୁ କେତେ ଟଙ୍କା ଦେବେ ଜରିମାନା। ଟ୍ରାଫିକ୍ ନିୟମ ସମସ୍ତଙ୍କ ପାଇଁ ସମାନ। ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିଥାଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ବିହାରରେ ହାଇସ୍ପିଡରେ ଗାଡ଼ି ଚଲାଇବା ମନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା। ଟୋଲ୍ ପ୍ଲାଜା ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଆପେ ଆପେ କଟିଗଲା ଚାଲାଣ। ବିହାର ପରିବହନ ବିଭାଗ ଦ୍ୱାରା ମନ୍ତ୍ରୀଙ୍କ ଉପରେ ଜରିମାନା ଲାଗୁ କରାଯାଇଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାରୁ ପ୍ରକାଶ ନିକଟରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ପାଟନାର ହାଜିପୁର ଅଭିମୁଖେ ଯାତ୍ରା କରୁଥିଲେ। ଜାତୀୟ ରାଜପଥ ତାଙ୍କ ଗାଡ଼ି ଓଭର ସ୍ପିଡ୍ ଥିବା ଯୋଗୁଁ ଅଟୋମେଟିକ୍ ଚାଲାଣ କଟିଥିବା କହି ରଖୁଛୁ। ବିହାର ସରକାର ରାଜ୍ୟର ସମସ୍ତ ଟୋଲ୍ ପ୍ଲାଜାରେ ଏହି ଡିଟେକ୍ସନ ସିଷ୍ଟମ ଆରମ୍ଭ କରିଛି। ଏହା ଦ୍ୱାରା ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ନଜର ରଖାଯିବ। ଜାତୀୟ ରାଜପଥରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରା ଗାଡ଼ି ନମ୍ବର ଓ ପ୍ଲେଟ୍ ଫଟୋ ଉଠାଇ ଫିଟନେସ୍, ପଲ୍ୟୁସନ ଇନ୍ସୁରାନ୍ସ ଠିକ୍ ନଥିଲେ କିମ୍ବା ଗାଡ଼ି ଓଭର ସ୍ପିଡ୍ ଥିଲେ ଗାଡ଼ି ମାଲିକର ପଞ୍ଜୀକୃତ ମୋବାଇଲ ନମ୍ବର, ଇମେଲ ଚାଲାଣ ପଠାଯାଇଥାଏ। ବର୍ତ୍ତମାନ ଏହି ଛୋଟ ଭୁଲ ପାଇଁ ଚିରାଗ ପାଶୱାନଙ୍କୁ 2,000 ଟଙ୍କା ଜରିମାନା ଦେବାକୁ ପଡ଼ିବ।
चलतु दर्शक बंधु मान परवर्ती खबर पर नजर पकाइबा। शेख हसीना जीवा परे एही लोकंकर बल्ले बल्ले बांग्लादेश सरकार करदेले मालामाल। पूर्वतन प्रधानमंत्री शेख हसीना बांग्लादेश छाड़ी पलैबा परे देशर अनेक परिवर्तन होई। मध्यवर्तीन कालीन सरकार क्रमागत भावरे शेख हसीना सरकार को निष्पत्ति जहा कि वर्ष वर्ष धरी वंचित होई आसुथिबा लोकंकु उपकृत करुछि। दुर्नीति निवारण आयोग संबंधରେ एभଳି निष्पत्ति निया जाइछि। मोहम्मद यूनुस सरकार दुर्नीति निवारण आयोग एसीसी रो 94 अधिकारी को पदोन्नति देइछन्ति। 15 वर्ष मध्य यह प्रथम थर जे गोटे दिन रे एते संख्यक अधिकारी एवं कर्मचारी पदोन्नति पाइछन्ति। दुर्नीति निवारण आयोग एसीसी रो प्रशासक तथा प्रिंसिपल असिस्टेंट डायरेक्शन रो 40 जन अधिकारी डेप्यूटी असिस्टेंट डायरेक्टर करा जाइछे। ए माने व्यतीत 6 जन अधिकारी सीनियर असिस्टेंट प्रिंसिपल असिस्टेंट भावे पदोन्नति दिया जाइछे। चलंतु दर्शक बंधु मान परवर्ती खबर पर नजर पकाइबा। डोनाल्ड ट्रम्प को पराजय चाहुचंती स्त्री मेलानिया। अमेरिका निर्वाचन पूर्व पूर्वतन राष्ट्रपति डोनाल्ड ट्रम्प को पूर्वतन कनिष्ठ सहयोगी अछनी सारामुची एक बड़ दाबी करिसंती। व्हाइट हाउस जोगाजोग निदेश अछनी कोरामुसी दाबी करिसंती कमला हारिसंक विजय को नहीं डोनाल्ड ट्रम्प को स्त्री मेलानिया ट्रम्प ताको अपेक्षा अधिक उत्साहित अछंती। मेलानिया ट्रम्प प्रकृत में डोनाल्ड ट्रम्प को एते पसंद करती नहीं, से ताको घृणा करती। अमेरिकार राष्ट्रपति निर्वाचन ट्रम्प अभियान मेलानिया ट्रम्प को संपूर्ण अनुपस्थित मध्य स्कोरामुसिक मत्यंब आसीची। किछि विवृत्ति व्यतीत मेलानिया ए निर्वाचन ठारू संपूर्ण दूरेई रहिचंती। अनन्नी स्कोरामुसी तो मुच भावरे जनाशुना से जुलाई 21 रु जुलाई 31 2027 पर्यंत व्हाइट हाउस रे जोगाजोग दायित्व रे थिले। या पर राष्ट्रपति ट्रम्प ताको अविश्वसनीयता जुलाई 31 रे चाकरी रु बरखास्त करथिले। चलंतु दर्शक बंधु माने परवर्ती खबर पर नजर पकाइबा। वेब सीरीज आईसी 814 प्रशासन को नहीं ओडुआरे नेटफ्लिक्स सम्मन जारी करी जवाब मागिला केंद्र सूचना प्रसारण मंत्रालय। ना पाई विवाद रे नेटफ्लिक्स एक वेब सीरीज विवाद घेर रे छंदी होईछि। अगस्त 29 रे नेटफ्लिक्स रिलीज होइतबा वेब सीरीज आईसी 814 द कंदर हाईजैक सीरीज रिलीज पर लोके यह को नहीं भड़की थिबा बेले यार बॉयकॉट नहीं दाबी उठाइथिले। वर्तमान एही प्रसंग रे एक्शन मोड सरकार गृह मंत्रालय नेटफ्लिक्स कंटेंट मुख्य सम्मन जारी करी संस्करण मागिचंती। केंद्र सूचना एवं प्रसारण मंत्रालय एही सम्मान सोशल मीडिया यूजर्स वेब सीरीज निर्माता मान को जानी सुनी आतंकवादी नाम को भोला एवं शंकर परिवर्तन करिथिबा अभियोग पर आसीछि। नेटफ्लिक्स इंडिया रो विषय वस्तु मुख्य को वेब सीरीज विवादीय दिग उपर स्पष्टीकरण देवा को मंगलवार दिन से मानको सम्मुखरे हाजर हेबा को निर्देश दिया जाइछि। चलंतु परवर्ती खबर पर नजर पकाइबा। गुजरात रे जल प्रलय मृत्यु संख्या 35 को वृद्धि 18,000 लोकों को सुरक्षित स्थानांतर। गुजरात रे जल प्रलय बन्या जनित कारण मृत्यु संख्या 35 को वृद्धि पाई। प्राय 18,000 लोकों को सुरक्षित स्थानांतर करा जाइछि। गुजरात रे गोटे वर्ष रे हाराहारी जेतिकी वर्षा हुए एपर्यंत ताठारु 5% अधिक वर्षा होई सारिलाणी। बड़ोदरा अहमदाबाद सूरत और सबुठ अधिक प्रभावित होइछि। भारतीय पाणीपाग विभाग सूचना अनुसार आगामी 3 दिन धरी गुजरात विभिन्न जिल्लार प्रबल अति प्रबल वर्षा हेबा संभावना रहिछि। जौराष्ट्र और कच्छ अंचल एक लघुचाप क्षेत्र सृष्टि होइतिबार गत किछि दिन हेबो गुजरात रे प्रबल वर्षा जारी रहितिबा बेले या अधिक घनीभूत हेबार संभावना रहिछि। गुजरात रे बरोदा उदयपुर नर्मदा भरूच और सूरत और समेत एकाधिक जिले में प्रबल वर्षा हेबा नहीं रेड अलर्ट जारी करिछि भारतीय पाणीपाग विभाग। सेपटे स्थिति को देखि 3 दिन पाई प्रभावित जिलार स्कूल को बंद रखा जाइछि। उद्धार कार्य सेना एनडीआरएफ और राज्य विजय परिचालना बाहिनी नियोजित होइछन्ति। बन्या स्थिति प्रधानमंत्री मोदी गुजरात मुख्यमंत्री उपेंद्र पटेल को सह फोन जोगे आलोचना करिछन्ति। चलंतु परवर्ती खबर पर नजर पकाइबा। शाहरुख खान को मन पाखरे बंगला किनिले एही हीरोइन। बॉलीवुड किंग खान शाहरुख खान को घर मन्नत सामना रे सब बेले भिड़ लगी थाए।
ଅନେକ ସମୟରେ ଶାହରୁଖ ବଙ୍ଗଳା ବାହାରକୁ ଆସି ଫ୍ୟାନ୍ସଙ୍କୁ ଦେଖା ଦେଇଥାନ୍ତି। କିଙ୍ଗ ଖାନ ଏହି ବଙ୍ଗଳାକୁ 2001ରେ 13 କୋଟି ଟଙ୍କାରେ କିଣିଥିଲେ। ଏବେ ଦୀପିକା ପାଦୁକୋନ ଓ ରଣବୀର ସିଂ ଶାହରୁଖ ମନ୍ନତ ପାଖରେ ଏକ ବଙ୍ଗଳା କିଣିଛନ୍ତି। ଏହାର ଦାମ 100 କୋଟି ଟଙ୍କା ବୋଲି କୁହାଯାଉଛି। ଦୀପିକା ଓ ରଣବୀର ଖୁବ୍ ଶୀଘ୍ର ମାତା ପିତା ହେବାକୁ ଯାଉଛନ୍ତି। କହି ରଖୁଛୁ 2 ବର୍ଷ ପୂର୍ବରୁ ସମ୍ପତ୍ତି 12 କୋଟି ଟଙ୍କା ମୂଲ୍ୟର ଆଉ ଏକ ବଙ୍ଗଳା କିଣିଥିଲେ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରୁ ନଜର ପକାଇବା। ପୁଣି ବଢିବ ବର୍ଷା। ଆସନ୍ତା 5 ତାରିଖରୁ ପୁଣି ବର୍ଷା ବଢିବ। 2 ଦିନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତ ଅବସ୍ଥାରେ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଛତିଶଗଡ଼ ଓ ଉତ୍ତର ଆନ୍ଧ୍ର ଉପରେ ସକ୍ରିୟ ରହିଛି। ଧୀରେ ଧୀରେ ଏହା ଓଡ଼ିଶା ଠାରୁ ଦୂରେଇ ଯିବ। ଫଳରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପ୍ରଭାବ ହ୍ରାସ ପାଇବ। ମାତ୍ର 4 କିମ୍ବା 5 ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଘନୀଭୂତ ହୋଇ ଅବପାତରେ ମଧ୍ୟ ପରିଣତ ହୋଇପାରେ। ତେଣୁ 5 ତାରିଖରୁ ଆଉ ଏକ ପର୍ଯ୍ୟାୟର ବର୍ଷାର ପ୍ରଭାବ ବଢ଼ିବା ନେଇ ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ଠାରୁ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ପ୍ରଭାବ ଅଞ୍ଚଳ ବର୍ଷା ହୋଇପାରେ। ତେବେ 5ରୁ ପୁଣି ବର୍ଷା ବଢ଼ିବ। 5 ତାରିଖରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରିଛି।